ମଣିଷ ଏ ଦୁନିଆକୁ ଆସିଲା କାହିଁକି? କେଉଁ କର୍ମର ଫଳ ନେଇ ସେ ଜନ୍ମ ନିଏ? ଆଉ ଜୀବନର ଶେଷରେ ସେହି କର୍ମ ତାକୁ କେଉଁଠାକୁ ନେଇଯାଏ? ଏମିତି କିଛି ପ୍ରଶ୍ନ ଅଛି ଯାହାର ଉତ୍ତର ଖୋଜି ଖୋଜି ମଣିଷ ସାରା ଜୀବନ କାଟିଦିଏ। କିନ୍ତୁ ଭାଗବତ ଆମକୁ କୁହେ, ମଣିଷର ସୁଖ ଦୁଃଖ, ଜନ୍ମ ଓ ମୃତ୍ୟୁ କିଛି ବି ଅକାରଣ ନୁହେଁ। ଆମର ପ୍ରତ୍ୟେକ କର୍ମର ଏକ ଫଳ ଅଛି ଏବଂ ସେହି କର୍ମ ହିଁ ଜୀବନର ଭବିଷ୍ୟତ ପଥ ନିର୍ଦ୍ଧାରଣ କରେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ପ୍ରଣୀତ ଶ୍ରୀମଦ୍ ଭାଗବତ ମହାପୁରାଣର ତୃତୀୟ ସ୍କନ୍ଧର 30ତମ ଅଧ୍ୟାୟ ବା 30ତମ ଅଧ୍ୟାୟ ଆଜି ଆମେ ଶୁଣିବାକୁ ଯାଉଛୁ। ଜୀବର କର୍ମଫଳ ଏବଂ ସଂସାରର ବନ୍ଧନ ସମ୍ବନ୍ଧୀୟ ଏକ ଗଭୀର ଆଧ୍ୟାତ୍ମିକ ତତ୍ତ୍ୱ। ଏହି ଅଧ୍ୟାୟ କେବଳ ଏକ ପୁରାଣ କାହାଣୀ ନୁହେଁ, ଏହା ଆମ ନିଜ ଜୀବନର ଏକ ଦର୍ପଣ। ଆମେ ଯେଉଁ କର୍ମ କରୁଛୁ, ଯେଉଁ ଇଚ୍ଛା ମନରେ ରଖିଛୁ ଏବଂ ଯେଉଁ ମୋହ ଓ ମାୟାରେ ବାନ୍ଧି ହୋଇ ରହୁଛୁ, ସେସବୁର ପରିଣାମ କ'ଣ? ଏହା ଜାଣିବା ପାଇଁ ଆଜିର ଏହି ଅଧ୍ୟାୟକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ, କାରଣ ହୁଏତ ଭାଗବତର ଗୋଟିଏ ତତ୍ତ୍ୱ ଆପଣଙ୍କ ନିଜ ଜୀବନ ଓ କର୍ମକୁ ଦେଖିବାର ଦୃଷ୍ଟି ହିଁ ବଦଳାଇ ଦେଇପାରେ। ତେବେ ଆସନ୍ତୁ, ମନକୁ ଶାନ୍ତି କରି, ହୃଦୟରେ ଭକ୍ତି ଭରି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି ଶୁଣିବା ଆରମ୍ଭ କରିବା ଅତିବଡ଼ି ଜଗନ୍ନାଥ ଦାସଙ୍କ ପ୍ରଣୀତ ଶ୍ରୀମଦ୍ ଭାଗବତ ମହାପୁରାଣ ତୃତୀୟ ସ୍କନ୍ଧ 30ତମ ଅଧ୍ୟାୟ ବା 30ତମ ଅଧ୍ୟାୟ। ଜୟ ଶ୍ରୀ ଜଗନ୍ନାଥ। 30 ଅଧ୍ୟାୟ। ଦେହ କଳତ୍ର ପୁତ୍ର ଆଦି, ଏହାଙ୍କୁ ପୋଷିଣକୁ ବୁଦ୍ଧି, ଲୋଭେ ତାମସୀ ଅଧୋଗତି, 30 ଅଧ୍ୟାୟରେ ବର୍ଣ୍ଣନ୍ତି। ଶ୍ରୀ ଭଗବାନ ବାଚ, କହନ୍ତି ପ୍ରଭୁ ଭଗବାନ, ଭୂମାତ ହୁଅ ସାବଧାନ, ସେ କାଳ ପୁରୁଷ ପୁରାଣ, ସେ ପୁଣି ଅତି ବଳବାନ, ସେ କାଳ ପରାକ୍ରମ ଯେତେ, ମୁଁ କହିପାରିବଇ କେତେ, ଏ ଯେତେ ଜୀବ ଲୋକେଛନ୍ତି, ତା ଗତି କେହି ନ ଜାଣନ୍ତି, ସେ କାଳ ସକଳ ନାଶ ହୋଇ, ଏଣୁ ତା ଗତି କେ ଜାଣଇ, ଏ ଚରାଚର ଦେହ ଧରି, ଯେ ସ୍ଥୂଳ ସୂକ୍ଷ୍ମ ଆଦି କରି, ସକଳ କରଇ ଭକ୍ଷଣ, କ୍ଷୁଧାର୍ତେ ଯେ ସନେ କୃପଣ, ଯେହ୍ନେ ସମୀର ବଳିୟାର, ଜିମୁତ କରଇ ସଂଚାର, ସେ ଘନତା ଗତି ନ ଜାଣେ, ତେ ସନେ ହୋଇ ଜୀବ ଗଣେ, କାଳର ଗତି ନ ଜାଣନ୍ତି, ସେ କାଳ ବସେ ଭ୍ରମୁଥାନ୍ତି, ଏ ଜୀବ ସୁଖ ଭୋଗ ପାଇ, ଅର୍ଥ ଉପାର୍ଜନେ ଭ୍ରମଇ, ବିବିଧ ଦୁଃଖେ ତା ସଞ୍ଚଇ, ସେ ଅର୍ଥ କାଳ ଯେ ହରଇ, ତ୍ରିଲୋକ ସୋଚେ ଯାହା ପାଇ, ସେ ଅର୍ଥ କାଳ ବିନାଶଇ, ସେ କାଳ ଅତି ବଳିୟାର, କେ ଜାଣି ପାରେ ଗତି ତାର, ସୂକ୍ଷ୍ମ ସ୍ୱରୂପେ ବିହରଇ, ମନ ବଚନେ ଭେଦ ନୋହି, କୃଷକ ଜନ ପ୍ରାୟ ହୋଇ, ସଂସାର ପାଳି ବିନାଶଇ, ସେ କାଳ ମୁଖେ ଜୀବ ରହି, ନାନା ବିବାଦେ ହିଂସା ବହି, କରନ୍ତି ନାନା ଛନ୍ଦ ମାୟା, ହୃଦେ ନ ବସେ ଜୀବେ ଦୟା, ନିର୍ଦ୍ଦୟ ଭାବେ ମୂଢ଼ପଣେ, କାଳ ଗରାସେ ପୁଣ୍ୟହୀନେ,
ତାହାର ନାହିଁ ପକ୍ଷାପକ୍ଷ, ସକଳ କରଇ ସେ ଭକ୍ଷ। ଏ ଜୀବ ଅତି ମତିହୀନ, ଅର୍ଥ ସଞ୍ଚଇ ପ୍ରତିଦିନ। ଯେ ଅର୍ଥେ ମୃତ୍ୟୁ ଉପଗତ, ନ ଜାଣେ ଏ ମୂଢ଼ ପଣ୍ଡିତ। ଅନିତ୍ୟେ ଦେହ ନ ବୁଝଇ, ବ୍ୟାପାର କରେ ଦୁଃଖ ସହି। ଗୃହ କଳତ୍ର ଧନ ଆଦି, ଏଣେ କରଇ ନିତ୍ୟ ବୁଦ୍ଧି। ଏ ଦେହ ସୁତ ଦ୍ୱାରା ମୋହେ, ମୋହର ବୋଲି ନିତ୍ୟ କହେ। ଏ ମାୟା ମୋହେ ପଡ଼ିଅଛି, ଏଣୁ ଏ ନ ବୁଝଇ କିଛି। ସଂସାର ମଧ୍ୟେ ଜୀବମାନେ, ନିରତେ ଭ୍ରମନ୍ତି ଅଜ୍ଞାନେ। ଯାବତ ଯୋନିରେ ଭ୍ରମନ୍ତି, ସର୍ବତ୍ର ଫୁଟିଣ ମରନ୍ତି। ଏ ଘୋର ଦୁଃଖ ସୁଖ ମଣେ, ବୈରାଗ୍ୟ ନ ଜନ୍ମେ ଅଜ୍ଞାନେ। ଯେବେ ନରକେ କୀଟ ହୋଇ, ଅତ୍ୟନ୍ତ ସୁଖ ତା ମଣଇ। କରଇ ନରକ ଆହାର, ତଥାପି ଦୁଃଖ ନୁହେଁ ତାର। ସେ ଦେହ ତ୍ୟାଗ ନଇ ଛଇ, ଅଜ୍ଞାନ ମୋହେ ସ୍ନେହ ବହି। ଦେହ କଳତ୍ର ସୁତ ଘର, ପଶୁ ଭୃତ୍ୟାଦି ବନ୍ଧୁ ମୋର। ମନକୁ ଏଣେ ଦୃଢ଼ କରେ ସୁଖ ମଣଇ, ଦୁଃଖ ଘୋରେ ମଣଇ। କୃତାର୍ଥ ହୋଇଲି, ଅନେକ ସୁଖ ମୁଁ ପାଇଲି। ମୋ ତୁଲ୍ୟ ନାହିଁ ଭାଗ୍ୟବନ୍ତ, ଏ ଅଛି ମୋ ସମ ମହତ। ତହିଁରେ ଯେତେ ଦୁଃଖ ହୁଏ, ନ ବୁଝେ ପଡ଼ି ମାୟା ମୋହେ। ତାଙ୍କ ପୋଷଣେ ଚିନ୍ତା କରେ, ଦଗ ଦଗଧି ମରେ ଦୁଃଖ ଘୋରେ। କ୍ଷଣେ ନ ପାରେ ଗୃହେ ରହି, ବାଣିଜ୍ୟ ନାବ ପ୍ରାୟ ହୋଇ। ସ୍ନେହ ବନ୍ଧନେ ଦିବାନିଶେ, ସ୍ୱବଶ ନୋହେ ଅବକାଶେ। করে দূরিত কর্মমান, কুটুম্ব অর্থে অভাগীন। অসতী দুষ্টা নারী ঘরে, বিবিধ ছন্দ মায়া করে। তার বসরে নিত্যে থাই, সেবক জন প্রায় হই। তা বাক্য শুনি তোষ মনে, লঙ্ঘিন পারে রাত্র দিনে। নয়ন থাও ন দেখই, অন্ধ জলকা প্রায় হই। সে মন ইন্দ্রিয় হারিণী, তার সন্তোষে নিত্যে প্রাণী। সে নারী সঙ্গে বিহরই, নিশি দিবসে মন দেই। তাহাঙ্ক সুখ ভোগ প্রীতি, ওটারি নরকে পকান্তি। নরক বলি তাকু কহি, স্ত্রী সঙ্গ ভোগ সুখ যেহি। ଏହା ନ ଜାଣି ମୂଢ଼ ପ୍ରାଣୀ, ଦୁଃଖକୁ ସୁଖ ପରିମାଣି। ବାଳକ କୋମଳ ବଚନ, ତା ଶୁଣି ଅତି ତୋଷ ମନ। ସେ ବାଳ ଗାବନ୍ତେଣ ଗୀତ, ତହିଁ ଅର୍ପିତ করে চিত। এ সর্ব সুখ করি মনে,
যেহিত অজ্ঞানে ন জানে। এ গৃহ অতি কূট ধর্ম, କରାଏ ଅତି ଛନ୍ଦ କର୍ମ। କେବଳ ଦୁଃଖର ଏ ମୂଳ, ତହିଁ ପଡ଼ିଣ ସେ ବ୍ୟାକୁଳ। ସେ ଦୁଃଖ ପ୍ରତିକାର ପାଇଁ, ନାନା ବ୍ୟାପାରେ ଦୁଃଖେ ଧାଇଁ। ସେ ଦୁଃଖ ଅତି ସୁଖ ମଣେ, କେବଳ ମୋହେ ନ ପ୍ରମାଣେ। କୁଟୁମ୍ବ ପୋଷଣରେ ଥାଇ, ବହୁତ ଧନ ଉପୁଜାଇ। ବହୁତ ହିଂସା କର୍ମ କରେ, ଅର୍ଥ ଅର୍ଜନେ ନିରନ୍ତରେ। ତାହାକୁ ପୋଷି ଦୁଃଖେ ନିତ୍ୟେ, ନରକ ଭୁଞ୍ଜେ ଦେହ ଅନ୍ତେ। ତାହାଙ୍କୁ ସତତ ପୋଷଇ, ଆପଣା ସୁଖ ନ ବାଞ୍ଛଇ। ଯେବେ କ୍ଷୁଧାରେ ମରୁଥାଇ, ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ। ତେବେ ଭୁଞ୍ଜଇ ଅବଶେଷ, ତା କର୍ମ ଧର୍ମ ଯାଇ ନାଶ। ଅନ୍ତେ ସେ ଲୋଭେ ଅଧୋଗତି, ଏହା ନ ବୁଝେ ମୂଢ଼ମତି। ଜୀବିକା ଦୈବ ସଂଯୋଗେ, ବିନିଷ୍ଟ ହେଲେ କର୍ମ ଯୋଗେ। ପୁଣି ଜୀବିକା ଆରମ୍ଭଇ, ସେହି ଯଦ୍ୟପି ନାଶ ଯାଇ। ପୁଣି ଆରମ୍ଭେ ବାରମ୍ବାର, କୁଟୁମ୍ବ ଅର୍ଥେ ମୂଢ଼ ନର। ସମର୍ଥପଣ ଥିବା ଯାଏ, ତାବତ କରଇ ଉପାଏ। ତହୁଁ ହୋଇଲେ ଅସମର୍ଥ, ଲୋଭେ ଚିନ୍ତଇ ପରବିତ। ଲୋଭ ବଢ଼ାଇ ପର ଧନେ, ନରକ ଭୟକୁ ନ ମାନେ। ନିନ୍ଦିତ କର୍ମେ ହରେ ଦିନ, କୁଟୁମ୍ବ ଅର୍ଥେ ମୂଢ଼ ଜନ। କେବଳ ମନ୍ଦ ଭାଗ୍ୟ ହୋଇ, କୁଟୁମ୍ବ ପୋଷି ନ ପାରଇ। ଏଣୁ ହରଇ ପର ଧନ, ନାଶଇ ପୂର୍ବ ଜନ୍ମ ପୁଣ୍ୟ। ଦରିଦ୍ର ଜୀବନେ ବଞ୍ଚଇ, ନାନା ଆପଦ ପୀଡ଼ା ପାଇ। ବୃଥା ଉଦ୍ୟମେ ଫୁଟି ରହେ, ଆଉ ସମ୍ପଦ କେବା ନୋହେ। ସର୍ବଦା ହୁଅଇ କୃପଣ, କରଇ ନିତ୍ୟ ଅର୍ଥ ଧ୍ୟାନ। ଅର୍ଥ ବିହୀନେ ଚିନ୍ତାକୁଳ, ଶରୀର ଦୁଃଖେ ତା ନିର୍ବଳ। ଶ୍ୱାସ ଉଠଇ ନିରନ୍ତର, ଏମନ୍ତେ ନାଶଇ ଶରୀର। ଅତ୍ୟନ୍ତ ବୃଦ୍ଧ ଭାବ ପାଇ, କୁଟୁମ୍ବ ପୋଷି ନ ପାରଇ। ସାମର୍ଥ୍ୟହୀନେ ନିଜ ଘରେ, ବଞ୍ଚଇ ଅତିଥି ବ୍ୟବହାରେ। ତାହାକୁ କେହି ନ ଗଣନ୍ତି, ନାନା ବଚନେ ଗାଳି ଦିଅନ୍ତି। ବନ୍ଦୀ ଚୋରର ପ୍ରାୟ ହୋଇ, ପ୍ରାଭବ ଭର୍ତ୍ସନା ସହଇ। କିଛି ନ ପାରେ ତୁଣ୍ଡେ କହି, ଅନ୍ତରେ ଅପମାନ ବହି। ଦାରା ତନୟ ଆଦି ଯେତେ, ଆଦର ଛାଡ଼ନ୍ତି ତୁରିତେ। ଯେବା ଆଦର ପୂର୍ବେ ଥିଲା, ସେ ପୂର୍ବ ସ୍ନେହ ସବୁ ଗଲା। ତାହାକୁ ଜ୍ଞାତି ବନ୍ଧୁ ଜନେ, ଦୂରେ ତେଜନ୍ତି ଦୁଃଖ ମନେ। ସ୍ନେହେ କୃଷକ ବୃଦ୍ଧ ଗାବେ, ମାରି ତେଜନ୍ତି ଅନ୍ୟ ଠାବେ। ତେସନେ ଦାରାଦି ସକଳେ, ବୃଦ୍ଧକୁ ନ ସେବନ୍ତି ହେଳେ। ତଥାପି ସ୍ନେହ ନ ଛାଡ଼ଇ, ଗୃହାଦି ବାରତା ପୁଛଇ। ତଥାପି ଦୟା ନ କରନ୍ତି, ନିଷ୍ଠୁର ବାକ୍ୟେ ଗାଳି ଦିଅନ୍ତି। ଦୁଃଖେଣ ପୋଷିଲା ଯାହାକୁ, ସେ ସର୍ବ ଛାଡ଼ିଲେ ତାହାକୁ। ଜରା ହରନ୍ତେ ରୂପ କାନ୍ତି, ତେବେ ନ ଛାଡ଼େ ସ୍ନେହ ଅତି। ମରଣ ନିକଟ ହୋଇଲା, ବୈରାଗ୍ୟ କେବେ ନ ସ୍ଫୁରିଲା। ଦାରା ତନୟ ଭକ୍ଷତାରେ, ଦିଅନ୍ତି ଅତି ହତାଦରେ। କର୍ମ ଆୟତେ ଯେବା ପାଇ, ସନ୍ତୋଷ ନୁହେଁ ତାହା ଖାଇ। ଭୁଞ୍ଜଇ ଗୃହାନ୍ତରେ ଯାଇ, ଶଙ୍କିତେ ଶ୍ୱାନ ପ୍ରାୟ ହୋଇ। ଚିନ୍ତା ପ୍ରଜରେ ଦୁଃଖ ମନ, ରୋଗ ବଢ଼ଇ ପ୍ରତିଦିନ।
ଦିନକୁ ଦିନ ତନୁକ୍ଷଣ ଯେସନେ ପୁରୁଣା ବସନ। ଆହାର ହୀନେ ଚିନ୍ତା ଛନେ ନ ପଚେ ମନ୍ଦ ହୁତାସନେ। ଆହାର ଅଳପ ଭକ୍ଷଇ ଦୁର୍ବଳେ ଉଠି ନ ପାରଇ। ଖର ପବନ ନାସା ଦ୍ୱାରେ ବହଇ ଅତି ଦୀର୍ଘତରେ। ଶବଦ ଅତି ଭୟଙ୍କର ଯେନେ ଗଭୀର କମ୍ବୁସ୍ୱର। ଗୃହ ବାହାରେ ଆସି ରହେ କଫନିବାରେ ଶକ୍ତି ନୁହେଁ। କଫେ ପୂରିତ ନାଡ଼ୀମାନ ଶ୍ୱାସନ ଚଳଇ ସମାନ। ଯେଣୁ ପବନ ମନ୍ଦ ହୋଇ ବଚନ ନ ପାରଇ କହି। ସର୍ବଦା ଉଠେ କାଶ ଶ୍ୱାସ ଏଣେ ଲଭଇ ବହୁ କ୍ଲେଶ। କଣ୍ଠ ହୁଅଇ ଘୁର ଘୁର ବଚନ ନୁହଁଇ ବାହାର। ପ୍ରାଣ ହୁଅଇ କଣ୍ଠ ତଟ ଜୀବନ ହୁଏ ଛଟପଟ। କାନ୍ଦଇ ବନ୍ଧୁ ମୁଖ ଚାହିଁ ବଦନୁ ବାକ୍ୟ ନ ସ୍ଫୁରଇ। ଚିନ୍ତଇ କି ରୂପେ ମରିବି କାହିଁକେ ବଣ ମାର୍ଗେ ଯିବି। ମୋର ମରଣେ ପୁତ୍ର ନାରୀ କେମନ୍ତେ ଥିବେ ଗୃହ କରି। ଦୁଃଖେ ସଞ୍ଚିଲି ଯେତେ ଧନ ମୁଁ ମଲେ ଏହା ନେବେ ଆନ। ଏ ଯେ ହୋଇବେ ଅରକ୍ଷିତ ଏଣୁ ବ୍ୟାକୁଳ ହୁଏ ଚିତ୍ତ। ଭିତରେ ଆକୁଳେ କାନ୍ଦଇ ତା ମନ କେହି ନ ଜାଣଇ। ଜୀବନ ଦହେ ଦାରାଧନେ ଗୋବିନ୍ଦ ନ ସ୍ଫୁରେ ଅଜ୍ଞାନେ। ବାଲି ଶଯ୍ୟାରେ ଶୋଇ ଦେଇ ବନ୍ଧୁ ବାନ୍ଧବେ ବେଢ଼ି ତୋହି। ସକଳେ କରନ୍ତି ରୋଦନ ଶ୍ରବଣେ ଡାକନ୍ତି ସଘନ। ହେ तात ବୋଲି କେ ଡାକଇ ତା ଗୁଣ ଭାଳି କି ରୋଦଇ। କେହୁ ଡାକନ୍ତି ପୁତ୍ର ଭାଇ ଭାରିଜା ଡାକେ ହେ ଗୋସାଇଁ। ନାନା ପ୍ରକାରେ ସେ ରୋଦନ୍ତି ତା ଦୁଃଖ କେହି ନ ଘେନନ୍ତି। ସେ କାଳ ପାଶେ ବନ୍ଦୀ ହୋଇ କିଞ୍ଚିତେ ବାକ୍ୟ ନ ଭାଷଇ। ପୀଡ଼ିତ ମୃତ୍ୟୁ ଦୁଃଖ ଘୋରେ କୁଟୁମ୍ବ ଭରଣ ବ୍ୟାପାରେ। ଶୁଣ ଜନନୀ ଏକ ଚିତେ ସଂସାର ଦୁଃଖ ସୁଖ ଏତେ। ମନ ନିବିଷ୍ଟ ତହିଁ କଲା ଇନ୍ଦ୍ରିୟ ଜିଣି ନ ପାରିଲା। ତେଣୁ ହୋଇଲା ମୃତ୍ୟୁ ତାର ଏ ଦଣ୍ଡ ଅତି ଭୟଙ୍କର। ବନ୍ଧୁ ସ୍ୱଜନେ ସର୍ବେ ଥାଇ ତା ଦୁଃଖ ଭାଗି କେହି ନୋହି। ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ ଏବେ ସେ ତେଜିଲେ ବିମୁଖେ। ପ୍ରାଣ ଯିବାର ବେଳେ ମାଏ ଅତି ବେଦନା ଜୀବ ପାଏ। ଘୋର ବ୍ୟଥାରେ ନଷ୍ଟ ମତି ଚେତନା ରହିତ ହୁଅନ୍ତି। ତଦନ୍ତେ ଯମଦୂତ ବେନି ଆସନ୍ତି ଦଣ୍ଡ ପାଶ ଘେନି। ପାପୀଙ୍କୁ ଘେନି ଯିବା ପାଇଁ ସକ୍ରୋଧ ନୟନେ ଅନାଇ। ତାଙ୍କୁ ଦେଖନ୍ତି ପାପୀ ଜନ ହୃଦୟ ଭୟେ କମ୍ପମାନ। ଆରତେ ଛାଡ଼େ ମଳମୂତ୍ର ସର୍ବତ୍ର କମ୍ପମାନ ଗାତ୍ର। ଯାତନା କଳେ ବର ଦେଇ ବଳେ ବାନ୍ଧନ୍ତି ପାଶେ ନେଇ। ନିଅନ୍ତି ଘୋର ଦୀର୍ଘ ବାଟେ ତର୍ଜନ୍ତି ଯେହ୍ନେ ରାଜଭୋଟେ।
ବହୁତ କରନ୍ତି ତାଡ଼ନ, ଭୟେ ହୃଦୟ କମ୍ପମାନ। ସେ ରୂପ କେହି ନ ଦେଖନ୍ତି, ଅନ୍ଧାର ପଥେ ଘେନି ଯାନ୍ତି। ପଥରେ ଗମନ୍ତେ କୁକୁର, ରୋଷେ କାଟନ୍ତି ତା ଶରୀର। ତାହାଙ୍କ ରୂପ ଦେଖି ଡରି, କାନ୍ଦଇ ଉଚ୍ଚ ନାଦ କରି। ତୀକ୍ଷ୍ମ ଦର୍ଶନେ ଖଣ୍ଡ ଖଣ୍ଡ, ବେଗେ କରନ୍ତି ତାର ପିଣ୍ଡ। ବିକ୍ରମୀ କରନ୍ତି ଭକ୍ଷଣ, କରଇ କାତରେ ରୋଦନ। ସେ ଅତି କଷ୍ଟେ ପୀଡ଼ା ପାଇ, ନିଜ ପାତକ ସୁମରଇ। ଉଠି ପଡ଼ଇ ସେ ବିକଳେ, ଘୋର ପ୍ରହାର ଭୟାକୁଳେ। କ୍ଷୁଧା ପିପାସା ଦୁଃଖାକୁଳେ, ପଥରେ ନିଅନ୍ତି ସତ୍ୱରେ। ବୈତରଣୀ ନଦୀ କୂଳେ, ବାଲୁକା ଜଳୟନଳେ। ତପ୍ତ ବାଲୁକାମୟ ପଥ, ସେ ଉଷ୍ଣ ବାୟୁ ସନ୍ତାପିତ। ସୂର୍ଯ୍ୟ କିରଣ ଦାବାନଳ, ସନ୍ତପ୍ତ କରେ ଅତି ବେଳ। ଜଳି ତାପଇ ଅତି ଘୋରେ, ସେ ତାପକେ ସହି ଶରୀରେ। ତହୁଁ ତପତ ବାଲୁକାରେ, ପ୍ରବେଶ କରାନ୍ତି ସତ୍ୱରେ। ଗମଇ ଅତି କଷ୍ଟ ଭରେ, ନ ଗଲେ ମାରନ୍ତି ନିର୍ଭରେ। କ୍ଷଣେ ବିଶ୍ରାମ ନ କରାନ୍ତି, ଅନେକ ଘୋର ଶାସ୍ତି ଦିଅନ୍ତି। ଯେ ମାର୍ଗେ ଜଳ ବୃକ୍ଷ ନାହିଁ, ପ୍ରାଣ ସମ୍ଭାଳିବ ସେ କାହିଁ। ଆଶ୍ରୟ ଉଦକ ନ ମିଳେ, ସାମର୍ଥ୍ୟହୀନେ ଭୟେ ଚଳେ। ହେମନ୍ତ ପଥେ ନିଅନ୍ତେ ଧରି, ଏକାନ୍ତେ ନିଜ କର୍ମ ସ୍ମରି। ପଡ଼ି ଉଠଇ ଦୁଃଖେ ଶ୍ରମେ, ମୂର୍ଚ୍ଛିତ ହୋଇ ଜ୍ଞାନ ଭ୍ରମେ। ମାରନ୍ତେ ସତ୍ୱରେ ଉଠଇ, ଅଜ୍ଞାନେ ପୁଣି ସେ ପଡ଼ଇ। ସେ ଦୂତେ ଦୟା ନ କରନ୍ତି, ଦୁଃସହ ମାର୍ଗେ ଘେନି ଯାନ୍ତି। ଗହନ ଘୋର ଅନ୍ଧକାରେ, ନିଅନ୍ତି ପାପୀକୁ ସତ୍ୱରେ। ପଥ ଅଦୃଶ୍ୟେ ହୁଡ଼ି ପଡ଼େ, ମୁଣ୍ଡେ ପ୍ରହାରନ୍ତି ନିବିଡ଼େ। ହେମନ୍ତ ଦୁଃଖେ ପାପୀ ଜନ, ପ୍ରବେଶ ଯମର ଭୁବନ। ଊନସତ ସହସ୍ର ଯୋଜନ, ସଂଖ୍ୟା ଯେ ବାଟର ପ୍ରମାଣ। ଊନସତ ସହସ୍ର ଯୋଜନ, ସଂଖ୍ୟା ଯେ ବାଟର ପ୍ରମାଣ। ବେନିବା ତିନି ମୁହୂର୍ତ୍ତରେ, ପ୍ରବେଶ କରାନ୍ତି ସେଠାରେ। ତହିଁ ଦଣ୍ଡନ୍ତି ଅନୁକ୍ଷଣେ, ମସ୍ତକ ସର୍ବାଙ୍ଗ ଚରଣେ। ତଦନ୍ତେ ଦହନ୍ତି ଅନଳେ, ରୋଦଇ ନିର୍ଘାତ ଚହଳେ। ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ, କ୍ଷୁଧାରେ ହୋଇ ଜ୍ଞାନ ଭୋଳ। ଆପଣା ହସ୍ତେ ଦେହ ମାଂସ, କାଟିଣ କରୁଥାଇ ଗ୍ରାସ। ଅଥବା କାଟି ଦିଅନ୍ତି ପର, ତାହା ଭକ୍ଷଇ ପାପୀ ନର। ଗୃଧ୍ର କୁକୁର ଯମପୁରେ, ପାପୀଙ୍କୁ
ପାପିଙ୍କି ବେଢ଼ିଣ ସତ୍ୱରେ ଓଟାରି ନିଅନ୍ତି ନାଡ଼ିଗଣ ତଥାପି ନ ଛାଡ଼ଇ ପ୍ରାଣ ସର୍ପବୃଶ୍ଚିକ ଦଂଶ ଆଦି କୋପି ଦଂଶନ୍ତି ନିରବଧି କରଚରଣ ଖଣ୍ଡ ଖଣ୍ଡ କରି ପାପିକି ଦିଅନ୍ତି ଦଣ୍ଡ ହସ୍ତିର ଆଗେ ଦିଅନ୍ତି ନେଇ ସେ ପାଦ ମାଡ଼ି ଓଟାରଇ ଦଶନେ ଶରୀର ଚିରନ୍ତି ପର୍ବତ ଶିଖରୁ ପକାନ୍ତି ଦହନ୍ତେ ଖାତ ଖୋଳି ରୁନ୍ଧି ଧୂମ ପୁରାନ୍ତି ନିରବଧି ବୁଡ଼ାଇ ରଖନ୍ତି ଜଳରେ ପଥର ଲଦି ତା ଉପରେ ଆକୁଳେ ରୋଦଇ ବିକଳେ ମୁଖେ ପିଟନ୍ତି କୋପାନଳେ ତା ମିଶ୍ର ଆଦି ଯେ ଯାତନା ଏତେ ତା କରିବା ବର୍ଣ୍ଣନା ପାତକୀ ସକଳ ଭୁଞ୍ଜଇ ସ୍ୱକର୍ମ ପାଶେ ବନ୍ଦୀ ହୋଇ ଯେତେ ଅଛନ୍ତି ନର ନାରୀ ଯାତନା ଦୁଃଖେ ସର୍ବେଶ୍ୱରୀ ଉଭୟ ସଙ୍ଗେ ଏତେ ହୋଏ ନରକ ଦୁଃଖ ଭୁଞ୍ଜେ ମୋহে ଗୋମାତ ଦେଖ ସୁବିଚାରେ ନରକ ସ୍ୱର୍ଗ ଏହିଠାରେ ନରକ ଯାତନା ଯେତେକ ଏଠାରେ ଦେଖତା ପ୍ରତ୍ୟକ୍ଷ ଏବେ ନିବୁଝ ପରିମାଣି ବିବେକ ମୁଖେ ଶାସ୍ତ୍ର ଶୁଣି ଏ ରୂପେ କୁଟୁମ୍ବ ଯେ ପୋଷେ ନିଜ ଉଦର ପରିତୋଷେ ଏବେ ନିସଙ୍ଗ ତେନ ଯାଇ ଛାଡ଼ିଣ ଏକାଶେ ସେ ଚଳଇ ଭୁଞ୍ଜଇ ଆପେ କର୍ମ ଫଳ ଯାଠାରୁ ନାହିଁ ବଳିୟାର ତେଜିଣ ନିଜ କଳେ ବର ଏକାଶେ ଗମେ ଯମପୁର ଅଧର୍ମେ ପ୍ରାଣୀ ହିଂସା କରି ଯେ ଦେହ ପୋଷେ ସ୍ନେହ କରି ସେ ଦେହ ତେଜିଣ ସେ ଯାଇ ପାପକୁ ପୃଷ୍ଠରେ ବସାଇ ଏକାଶେ ନରକ ଭୁଞ୍ଜଇ ଦ୍ୱିତୀୟ ସଙ୍ଗତେ ନ ଯାଇ କୁଟୁମ୍ବ ପୋଷଣର ଫଳ ତାହାର ଯେତେକ ସମଳ ସେ ଫଳ ଈଶ୍ୱର ଦିଅନ୍ତି ପାପିତା ଏକାକୀ ଭୁଞ୍ଜନ୍ତି ଧନ ହରାଇ ଯେହ୍ନେ ନର ମନରେ ହୁଅଇ ଆତୁର ସେ ଦୁଃଖ ନ ଭୁଞ୍ଜଇ ପର ତେସନେ ନରକ ଆହାର କେବଳ ଧର୍ମ ଆଚରି କୁଟୁମ୍ବ ପୋଷଣ ଯେ କରି ଗୋମଇ ଆନ୍ଧତା ମିଶ୍ରକୁ ଉଦ୍ଧାର ନାହିଁ କାହିଁ ତାକୁ ଅନ୍ଧତା ମିଶ୍ର ତାର ନାମ ତାହା ହିଁ ନରକ ଚରମ ମରଣେ ଦହନ ହୁଅନ୍ତି ନରକ ଭୁଞ୍ଜଇ ମରଣେ ଦହନ ହୁଅନ୍ତେ ନରକ ଭୁଞ୍ଜଇ ଏକାନ୍ତେ ଯେତେକ ଯାତନା ଅଛଇ କ୍ରମେଣ ସକଳ ଭୁଞ୍ଜଇ ସେ ପାପ ପୁଣ୍ୟ ଅବଶେଷ କର୍ମେ ସେ ଉଦରେ ପ୍ରବେଶ ଶ୍ୱାନ ଶୂକର ଆଦି ଯୋନି ପାପିଲ ହୋଇ କର୍ମ ଘେନି ଏ ପାପ ଯାତନା ଭୋଗନ୍ତେ ପବିତ୍ର ହୁଏ ବାହ୍ୟ ଅନ୍ତେ
তদন্তে নরদেহ হই এতে সংশয় ন ঘটই। হেমন্তে মাতার সমীপে গোবিন্দ কপিল স্বরূপে। যেতে কহিলে জ্ঞান বাণী সুজন জনে ଏହା শুনি। তরিব ভব বন্ধ পাশ কহই জগন্নাথ দাস। কহই জগন্নাথ দাস তরিব ভব বন্ধ পাশ। ইতি শ্রীমদ্ভাগবতে মহাপুরাণে পরমহংস্যাং সংহিতায়াং তৃতীয় স্কন্ধে কপিলদেবহূতি সংবাদে নিরয় যাতনা বর্ণনম নাম ত্রিंशोऽध्यायः। ওম নমো ভগবতে বাসুদেবায়। হরি ওম তৎসৎ।